ଭୋଟ ଦେଲେନି ମୁଁ ଯେଉଁ ଦଳ ଗଢ଼ିଥିଲି ସେ ଦଳ ବାରମ୍ବାର ଇଟି ଭଲ କାମ ସେତେବେଳେ କରୁଥିବା, କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଯେତେବେଳେ ଦେଖିଲି ଯେ ସିଏ ଦଳ ନାହିଁ। କିନ୍ତୁ ପାଣ୍ଡିଆନ ବାବୁଙ୍କୁ ଟିକେ ମୁଁ ସ୍ପଷ୍ଟ ଭାବରେ କହିଦେଇ ଯାଉଛି, ସେ ଯେତେ କଷ୍ଟ ଦେଇଛନ୍ତି ମୁଁ ସେସବୁ ଦୃଷ୍ଟିକୋଣରୁ ଦେଖିକିରି ମୁଁ କହିଲି ନାଇଁ, ଆମେ କାମ କରିବାକୁ ଯାହାର ଇଚ୍ଛା ଅଛି ସେ ଯେଉଁ ଦଳକୁ ଗଲେ କାମ କରିବ। ସେ ଯେଉଁ କହୁଛନ୍ତି ମୁଁ ଏଇଟା ସବୁ କରିଦେଇଛି, ସେ ତ ପ୍ରସନ୍ନ ପାଟ୍ଟଶାଣୀ ଜବାବ ଦେଇ କିଛି କରିପାରିଲେ, ଖାଲି ଟିକେଟ୍ ମୋର କାଟିଲେ। ଆଉ ମୁଁ କ'ଣଟା କରିବି? ମୋ ନିର୍ବାଚନ ମଣ୍ଡଳୀର ଗର୍ବ, କାରଣ ଗୋଟେ ମା ଗୋଟେ ଯାହାକୁ ଆମେ କହୁ, କିନ୍ତୁ ଏଠି କାର୍ଯ୍ୟକାରୀ କରିକିରି ମାତୃଶକ୍ତିକୁ ସଦାବେଳେ ସମ୍ମାନ ଦେଇ ଆସିଛି। ଆଜି ଗୋଟେ ଭଲ ଦିନ, ଏଭଳି ଜଣେ ମହିୟସୀ ମହିଳା, ଅତି ଉଚ୍ଚ ଶିକ୍ଷିତା, ଏବଂ ସିଏ ଆମର ସୁଭଦ୍ରା, ସୁଅର୍ଥ ଉତ୍ତମା ଝିଅ ଭଦ୍ରା ସେ ହେଲା ସୁଭଦ୍ରା। ତେଣୁ ପବିତ୍ର ଜଗନ୍ନାଥଙ୍କ ନାଁକୁ ବାରମ୍ବାର ନେଉଥିବା ଆମର ମୋଦିଜୀ, ଏବଂ ମୋତେ ଗୋଟେ ଆନନ୍ଦ ଦେଇଛି, ଓଡ଼ିଶା ନାଁ ଏତେବାର ଅତୀତରେ କହୁନଥିଲେ କି ଓଡ଼ିଶା କଥାଟାକୁ ସେ ଏଭଳି ଜଣେ ପ୍ରଧାନମନ୍ତ୍ରୀ ଯେ ସବୁ ଜାଗାରେ ପ୍ରତ୍ୟହ କହୁଛନ୍ତି। ତା ସହିତ ଜଗନ୍ନାଥକୁ ଆପଣ ଦେଖିଲେ, ଯୋଗଟା ମୁଁ ଯେଉଁଟା ଆରମ୍ଭ କରିଥିଲି, ରେକର୍ଡ଼ ଅଛି ମୋ ନାଁରେ, ମହର୍ଷି କଲେବର ଲ ମୋ ଗୁରୁଙ୍କ ନାଁରେ ପ୍ରତିଷ୍ଠା କରିଥିଲି। ସେଇ ଯୋଗଟାକୁ ଏତେ ସୁନ୍ଦର ଭାବରେ ସେ ପ୍ରଦର୍ଶନ କଲେ, ମୁଁ ଅଭିଭୂତ ହୋଇଥିଲି ଦେଖିକିରି। ହଁ, ତେଣୁ ସେଇ ସବୁ ଦୃଷ୍ଟିରୁ ତାଙ୍କର ଦର୍ଶନ, ଜୀବନ ଦର୍ଶନ, ଆଦର୍ଶ, ହିନ୍ଦୁତ୍ୱ ସବୁଗୁଡ଼ାକ ଦେଖିବେ, ସଂସ୍କୃତି ସବୁ କ୍ଷେତ୍ରରେ ସେ ଯାହା ପ୍ରଧାନମନ୍ତ୍ରୀ କରୁଛନ୍ତି, ତାହା ଆମ ମ୍ୟାଡ଼ାମ୍ ଏଠି ସେଇ ପ୍ରସାରଣର ତାଙ୍କର ଯେଉଁ ଅଗ୍ରଗଣ୍ୟ ଯେଉଁ ଭୂମିକା ରହିଛି, ସେଇଟା ହିଁ ମୋତେ ଆନନ୍ଦ ଦେଇଛି। ଏଇସବୁ ଗୁଡ଼ାକ ଦେଖିକିରି ଆପଣ ତ ଭୋଟ ଦେଲେନି ମୁଁ ଯେଉଁ ଦଳ ଗଢ଼ିଥିଲି ସେ ଦଳ ବାରମ୍ବାର ଇଟି ଭଲ କାମ ସେତେବେଳେ କରୁଥିବା, କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଯେତେବେଳେ ଦେଖିଲି ଯେ ସିଏ ଦଳ ନାହିଁ। ଯେଉଁ ଦଳରେ ମୁଁ ନିଜେ ଗଢ଼ିଥିଲି, ମୁଁ କାହାକୁ ଦୋଷ ଦେଉନାହିଁ, କିନ୍ତୁ ପାଣ୍ଡିଆନ ବାବୁଙ୍କୁ ଟିକେ ମୁଁ ସ୍ପଷ୍ଟ ଭାବରେ କହିଦେଇ ଯାଉଛି, ସେ ଯେତେ କଷ୍ଟ ଦେଇଛନ୍ତି, ମୁଁ ସେଇଟାକୁ ମୁଁ ସେସବୁ ଦୃଷ୍ଟିକୋଣରୁ ଦେଖିକିରି ମୁଁ କହିଲି ନାଇଁ, ଆମେ କାମ କରିବାକୁ ଯାହାର ଇଚ୍ଛା ଅଛି ସେ ଯେଉଁ ଦଳକୁ ଗଲେ କାମ କରିବ। ନାଇଁ, କାମ ବର୍ତ୍ତମାନ ଆମେ ମିଶିକିରି ଏଭଳି ଭାବରେ କରିବୁ ଯେ ଆପଣ ଦେଖିଲେ ମୋତେ ମନେ ପକାଇବେ। କହିବା ଉପରେ ବିଶ୍ୱାସ କରେନି, କାର୍ଯ୍ୟରେ ବିଶ୍ୱାସ କରେ। ଏବଂ ଆପଣ ଯେଉଁ କହୁନାହାନ୍ତି ମୁଁ କୌଣସି କ'ଣ ହେବି ବା ସେ ଆକାଂକ୍ଷାକୁ ଆଗରେ ରଖି ମୁଁ ଏଠି ଯୋଗ ଦେଇନାହିଁ। ଆଚ୍ଛା, ଆପଣ ତ ନିଜେ ମିଡ଼ିଆରେ କେତେଥର କହିଛନ୍ତି ସ୍ପଷ୍ଟ ଭାବରେ, ମାନ୍ୟବର ସେତେବେଳର ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାହାଙ୍କ ସହିତ ଦିନ ରାତି ମୁଁ ଘୁରୁଥିଲି, ତାଙ୍କ ବାପାଙ୍କ ସହିତ ବି କାର୍ଯ୍ୟ କରିଥିଲି, ବିଜୁ ପଟ୍ଟନାୟକ ସହିତ ଦଳଟାକୁ ବି ଗଢ଼ିଥିଲି। ଶେଷରେ ଜାଗୁଳିପାଟଣା ଯେଉଁଠି ଖୋର୍ଦ୍ଧାରେ ଜଗନ୍ନାଥଙ୍କର ପୂର୍ଣ୍ଣ ଅବୟବକୁ ଆପଣ ଦେଖିବେ, ସେ ମୂର୍ତ୍ତିରେ ଯଦି ଆପଣ ଆଖିରେ ଦେଖିବେ, ବଳଭଦ୍ର ଧରିଛନ୍ତି ମୋର ଦଣ୍ଡକୁ ଏବଂ ଜଗନ୍ନାଥ ଧରିଛନ୍ତି ଶଙ୍ଖକୁ। ସେ ଚିହ୍ନକୁ ଆଣିକିରି ସେ ଦଳକୁ ଦେଇକିରି ଦିନ ରାତି କଷ୍ଟ କରିକିରି ଦେଖିଲି ଯେ ସେ ଦଳ ଆଉ ଆଗ ଭଳିଆ ନାହିଁ। ଯେଉଁମାନେ ଦଳ ମୁଁ ତିଆରି କରୁଥିଲା ବେଳେ, ଆମେ ଯେତେବେଳେ ତିଆରି କରୁଥିଲୁ, ସେତେବେଳେ ଯେଉଁମାନେ ନଥିଲେ ସେମାନେ ତ କବ୍ଜା କରିଦେଲେ। ନିଶ୍ଚୟ ଆପଣଙ୍କର ସେଇ କଥା କହିଲି, ଯେଉଁଠି ମାନ୍ୟବର ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ପ୍ରସନ୍ନ ପାଟ୍ଟଶାଣୀକି ଆମେ ରାଜ୍ୟସଭାକୁ ପଠେଇବୁ ବୋଲି, ପଠେଇଲେ କି ଥରେ ନୁହେଁ, 4-5 ଥର ମୁଁ ତାଙ୍କ ବିରୁଦ୍ଧରେ ମୋତେ କହିଛି, ସେଠି ଦଳ ବିରୁଦ୍ଧରେ କହିଛି, ମୋଦିଜୀଙ୍କ ବିରୁଦ୍ଧରେ କହିଛି, ନା କେଉଁ ନେତାଙ୍କ ବିରୁଦ୍ଧରେ କହିଛି। ମୋ ସହିତ ନା ମୁଁ ଯାଏ ଦେଖା କରେ, କିଛି ସମସ୍ୟା ମୋ ପାଇଁ ନଥିଲା। କିନ୍ତୁ ଯେଉଁଟା ଆପଣ ଶୁଣିଛନ୍ତି ତାହା ସତ୍ୟ ଅଟେ, ସିଏ ଦେଖା କରନ୍ତି ସମସ୍ତଙ୍କୁ, କିନ୍ତୁ ଗୋଟେ ପ୍ରତିବନ୍ଧକ ଯେଉଁମାନେ କରୁଥିଲେ, ଯେତେବେଳେ ଦଳ ଆରମ୍ଭ ଆମ ସହିତ ନଥିଲେ, ଏବଂ ସେମାନେ ଯେଉଁଭଳି ଭାବରେ
ତାଙ୍କର ଅହମିକାକୁ ସାବ୍ୟସ୍ତ କଲେ ଏଥିରେ ଜନସାଧାରଣ କ୍ଷୁବ୍ଧ ହେଇକିରି ତ୍ୟାଗ କରିଦେଲେ ଆଉ ମୁଁ କେମିତି ରହିବି କାହାକୁ କ୍ଷମା ଦିଆଯିବ ଶୁଣନ୍ତୁ ଆପଣ କେବେ ଜଣକୁ କ୍ଷମା ଦେବାରେ କାର୍ପଣ୍ୟ କରିବେନି କରନ୍ତୁ କ୍ଷମା ଦିଅନ୍ତୁ କିନ୍ତୁ କ୍ଷମା ଦେବାଟା ଯେତିକି ସହଜ ତାଠୁ ବେଶୀ ଯେଉଁମାନେ କାର୍ଯ୍ୟ କରନ୍ତି ତାଙ୍କ ପାଇଁ କ'ଣ କ୍ଷମା ସେ ଅକ୍ଷମ କାର୍ଯ୍ୟ କରିନାହାନ୍ତି ସେ ଯେଉଁ କହୁଛନ୍ତି ମୁଁ ଏଇଟା ସବୁ କରିଦେଇଛି ସେ ତ ପ୍ରସନ୍ନ ପାଟ୍ଟଶାଣୀ ଜବାବ ଦେଇ କିଛି କରିପାରିଲେ ନାହିଁ ଖାଲି ଟିକେଟ୍ ମୋର କାଟିଲେ ଆଉ ମୁଁ କ'ଣଟା କରିବି